ପାପ କରିଛୁ ଆଲୋ କାହିଁକି ଏମିତି ମିଛ କଥା କହି ଆମକୁ କଷ୍ଟ ଦଉଛୁ? ଆଲୋ କାହିଁକି ଏମିତି ମିଛ କଥା କହି ଆମକୁ କଷ୍ଟ ଦଉଛୁ? ଆଲୋ ରେ ଆରେ ମୁଁ ତ ଜାଣିଛି ମୋ ସହିତ ପୁଣ୍ୟର ନଦୀଟିଏ। ମୁଁ ତ ଜାଣିଛି ମୋ ସହିତ ପୁଣ୍ୟର ନଦୀଟିଏ। ଯାହାକୁ ପାପ ଛୁଇଁନି କି ଛୁଇଁ ପାରିବନି। ଯାହାକୁ ପାପ ଛୁଇଁନି କି ଛୁଇଁ ପାରିବନି। ଝିଅ ସରିତା। ଆରେ ମୋ ଝିଅ ସରିତା। ଅନ୍ୟର ପାପ ଧୋଉଥିବା ପୁଣ୍ୟବତୀ ଗଙ୍ଗାଟିଏ। ଅନ୍ୟର ପାପ ଧୋଉଥିବା ପୁଣ୍ୟବତୀ ଗଙ୍ଗାଟିଏ। ନା ନା ତୁ ଯାହା କହିଲେ ମୁଁ କେବେ ବିଶ୍ୱାସ କରିପାରିବି। ତୁ ଯାହା କହିଲେ ବି ମୁଁ କେବେ ବିଶ୍ୱାସ କରିପାରିବିନି। ବିଶ୍ୱାସ କରିବାକୁ ହବ ବାପା। ତମ ସରିତା ତମ ଅଜାଣତରେ ସେ ମରିଯାଇଛି। ତମ ବିଶ୍ୱାସର ବାଲି ଘରକୁ ସେ ଭାଙ୍ଗି ଦେଇଛି। ମୋର ସବୁ ଆଶା ସ୍ୱପ୍ନକୁ ସେ ଧୂଳିସାତ କରିଦେଇଛି। ସେ ଆଜି ମା ହବାକୁ ଯାଉଛି। କହିଲୁ ତୁ ମା ହବାକୁ ଯାଉଛୁ? ଆରେ ତୁ ମା ହବାକୁ ଯାଉଛୁ? ଅନ୍ଧ ମୋହନ ଦାସର ସବୁ ମାନ ସମ୍ମାନକୁ ମାଟିରେ ମିଶେଇ ଦେଲୁ। ଏ ଅନ୍ଧ ମୋହନ ଦାସର ସବୁ ମାନ ସମ୍ମାନକୁ ତୁ ମାଟିରେ ମିଶେଇ ଦେଲୁ। ସକାଳେ ସମସ୍ତେ କହିବି, କାଲି ସକାଳେ ସମସ୍ତେ କହିବେ ମୋହନ ଦାସ ତା ଝିଅକୁ ବାହାଘର କରିପାରିଲେ ବୋଲି। ଏ ଅନ୍ଧ ମୋହନ ଦାସ ତା ଝିଅଟାକୁ ବାହାଘର କରିପାରିଲାନି ବୋଲି। ଅବାଟରେ ଚାଲିଗଲା। ତା ଝିଅଟା ଅବାଟରେ ଚାଲିଗଲା। କୁଆରୀ ମା ହେଇଗଲା। ଆରେ କୁଆରୀ ମା ହେଇଗଲା। ଏତେ ବଡ଼ ବିନ୍ଧା ଅପମାନ ମୁଁ ସହିପାରିବିନି। ଏତେ ବଡ଼ ନିନ୍ଦା ଅପବାଦକୁ ମୁଁ କେବେ ସହିପାରିବିନି। ମୁଁ ଚାହୁଁଛି ଏ ରାତି ପାଇବା ଆଗରୁ ଆତ୍ମହତ୍ୟା କରିବି। ମୁଁ କୋଉ ଟ୍ରେନରେ ଆଗରେ ଦେଇ ଆତ୍ମହତ୍ୟା କରିବି। ମୁଁ ଯାଉଛି ଏ ରାତି ପାଇବା ଆଗରୁ ମୁଁ କୋଉ ଟ୍ରେନ ଆଗକୁ ଦେଇ ଆତ୍ମହତ୍ୟା କରିବି। ଆତ୍ମହତ୍ୟା କରିବି ମୁଁ। ଆଉ କାହିଁ ଠିଆ ରହି ଲୋକଡ଼ା ମୁଇଁ ଖାଇଲେ ତ ମନ ଶାନ୍ତି ହେଇଯିବ। କଣ ଆମ ଦି ଜଣକୁ ଖାଇଦେଲେ ତ ମନ ଶାନ୍ତି ହେଇଯିବ? ରାତି ପାଇଁ ସକାଳ ହେଲେ କେତେ ଲୋକ କେତେ କଥା କହିବେ। ରାତି ପାଇଁ ସକାଳ ହେଲେ କେତେ ଲୋକ କେତେ କଥା କହିବେ। ଆମ ମାନ ସମ୍ମାନକୁ ଧିକ୍କାର କରିବେ। ଆମ ମାନ ସମ୍ମାନକୁ ଧିକ୍କାର କରିବେ। ନା ସାହି ପଡ଼ିଶା କଥା ଜାଣିବା ଆଗରୁ ମୁଁ ଯାଉଛି ବାଡ଼ିପଟେ ଆମ୍ବ ଗଛ ରସି ଲଗେଇ ଝୁଲି ପଡ଼ିବି। ଝୁଲି ପଡ଼ିବି। ଆମେ ଝୁଲି ପଡ଼ିବି। ମନ ଶାନ୍ତି ହେଇଯିବ। ଆମେ ମରିଗଲେ ତ ମନ ଶାନ୍ତି ହେଇଯିବ। ନାଇଁ ଲୋ ସବୁ ଭୁଲ କ୍ଷମା ଥାଏ। ସବୁ ଭୁଲରେ କ୍ଷମା ଥାଏ ଲୋ ମା। ପାପର ପ୍ରାୟଶ୍ଚିତ ଥାଏ। ସବୁ ପାପର ପ୍ରାୟଶ୍ଚିତ ଥାଏ। ହେଲେ ତୋରି ସ୍ୱାର୍ଥପର ଅଲାଜୁକି ଝିଅଟା ପାପ କରିଛି ଯେ ଏମିତି ପାପ କରିଛି ଯେ ପାପର ପ୍ରାୟଶ୍ଚିତ ନାହିଁ। ସେ ପାପର ପ୍ରାୟଶ୍ଚିତ ନାହିଁ। ଭୁଲ ବାପାକୁ ବୁଝେଇ ଦେ। ତୁ ବାପାକୁ ଟିକେ ବୁଝେଇ ଦେ। ଘରର ମାନ ସମ୍ମାନ ପାଇଁ ଏ ଘରର ମାନ ସମ୍ମାନ ପାଇଁ ସରିତା ଆଜିର ରାତିକୁ ପାଇବାକୁ ଦବନି। ଏ ସରିତା ଆଜିର ରାତିକୁ ପାଇବାକୁ ଦବନି। ଭାବିନି ତୁ ଭାବିନି ଲୋ ବୋଉ। ଏ ରାତି ତ ସରିତା ଜୀବନର ଶେଷ ରାତି। ଏ ରାତିଟା ଆଜି ସରିତା ଜୀବନ ପାଇଁ ଶେଷ ରାତି ଥିଲା। ଦିଦିଲୋ ଭଲ କାମ କଲେ ଦୁନିଆ ତାକୁ ସଲାମ କରେ, ପ୍ରଶଂସା କରେ, ଆଉ ତାର ଗୁଣଗାନ ବି କରେ। ତାର ଗୁଣଗାନ ବି କରେ। ନୀତି ଶିକ୍ଷା ଦଉଥିବା ଝିଅଟା ଏମିତି ନିଷ୍ପତ୍ତି ନେଲା କାହିଁକି? ନା ମୋ ଦିଦି ସେମିତିଆ ଝିଅ ନୁହେଁ। ମୋ ଦିଦି କୋଟିଏରେ ଗୋଟିଏ। ମୋ ଝିଅ କୋଟିଏରେ ଗୋଟିଏ। ଏ ଦିଦି ବିକଳାଙ୍ଗ ବୋଲି କେହି ମୋତେ ମେଳା ବୁଲେଇବାକୁ ସାଙ୍ଗରେ ନିଅନ୍ତି। ସମସ୍ତେ ମୋତେ ଘୃଣା କରନ୍ତି। ହେଲେ ତୁ ମୋତେ ମୋ ହାତ ଧରି ମେଳା ବୁଲାଉ। କଣ କିଣି ଦଉ? ମୋ ପାଇଁ କେତେ କଣ କିଣି ଦଉ? ମେଳା ବୁଲେଇଲେ କଣ ଗୋଟେ ଭୁଲ କରିଦେଇଥିଲି ବୋଲି
ସେଦିନ ବେଳାବେଳାରେ କଣ ଗୋଟେ ଭୁଲ କରିଦେଇଥିଲି ବୋଲି ମୋ କାନ ଧରି ଉଠ ବସ କରେଇଥିଲି। କାନ ଧରି ମଧ୍ୟ ଉଠୁ ବସ କରେଇଥିଲି। ତୁ ଆଜି ଭୁଲ କରୁଛୁ ବୋଲି ତୁ ଆଜି ଭୁଲ କରିଛୁ ମୁଁ ଆଖି କେବେ ବିଶ୍ୱାସ କରିପାରିବି। ମୁଁ କେବେ ବି ବିଶ୍ୱାସ କରିପାରିବିନି ରାଜୁ କେବେ ବି ବିଶ୍ୱାସ କରିପାରିବିନି। ବାପା 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 ଏ ବୋଉ ଏଇ ବୋଉ ବୋଉଲୋ ତା ମୁଣ୍ଡରେ ବୋଉଲୋ ଭୁଲ କରିଦେଇଛି। ପିଲାମାନେ କଣ ମୋ ଦିଦି ଗୋଟେ ଭୁଲ କରିଦେଇଛି ସେଭଳି କରିଦେବି ତାକୁ କଣ ତମେ ମାନେ କ୍ଷମା କରିଦେଇ ପାରିବ ଘର ପାଇଁ ପୁରା ଏ ଘର ପାଇଁ ପରା ନିଜକୁ ବିକି ଦେଇଛି। ମୋ ଦିଦି ତା ନିଜକୁ ବିକି ଦେଇଛି ମୋ ଦିଦିର ଭୁଲ ପାଇଁ ମୋ ଦିଦିର ଭୁଲ ପାଇଁ ମୋ ଠାକୁର ଠାକୁରାଣୀଙ୍କ ପାଦ ତଳେ ଶହେ ମୁଣ୍ଡିଆ ଆଜି ମୋ ଠାକୁର ଠାକୁରାଣୀଙ୍କ ପାଦ ତଳେ ମୁଁ ଶହେ ମୁଣ୍ଡିଆ ମାରୁଛି। ରାଜୁ ଏ ରାଜୁ ଏ ରାଜୁ କାହା ପାଇଁ ତୁ ସଫେଇ ଦଉଛୁ? ଆରେ କାହା ପାଇଁ ତୁ ସଫେଇ ଦଉଛୁ? ଏଇ ସରିତା ପାଇଁ। ଏ ସରିତା ପାଇଁ ଏମିତି କାଳ ବେଳେ ଜନ୍ମ ହେଇଛି ଯେ ଏଇଟା ଏମିତି ବେଳ କାଳରେ ଜନ୍ମ ହେଇଛି ଯେ ଆମେ ବାପା ମା ଯୋଉ ଖାଇଦେଲେ ତା ଆତ୍ମା ଶାନ୍ତି ପାଇଯିବ। ଆମ ବାପ ମା ଦିଟାକୁ ଖାଇଦେଲେ ତାର ମା ଶାନ୍ତି ପାଇଯିବ। ଝିଅ ଜନ୍ମ ଦୁଇ କୂଳକୁ ହିତା। ଝିଅ ଜନ୍ମ ଦୁଇ କୂଳକୁ ହିତା। ହେଲେ ସେଇ ଝିଅ ଯେତେବେଳେ ପିତା ହେଇଯାଏ ହେଲେ ସେଇ ଝିଅ ଯେତେବେଳେ ପିତା ହେଇଯାଏ ତାହେଲେ କହିବା କାହାକୁ? ତାହେଲେ କହିବା କାହାକୁ? ଓ ଶୁଣ ସରିତା ଶୁଣ ସରିତା ଏ ରାତି ପାହିବା ଆଗରୁ ଏ ରାତି ପାହିବା ଆଗରୁ ଆମେ ଘର ଚାଲିଯିବୁ। ଆମେ ଏ ଘର ଛାଡ଼ି ଚାଲିଯିବୁ। ନହେଲେ ତୁ ଏ ଘର ଚାଲିଯିବୁ। ନହେଲେ ତୁ ଏ ଘର ଛାଡ଼ି ଚାଲିଯା। ଆଉ ଯଦି ନିଜର ଅଧିକାର ସାବ୍ୟସ୍ତ କରୁ ଆଉ ଯଦି ତୁ ଏଠି ନିଜର ଅଧିକାର ସାବ୍ୟସ୍ତ କରୁ ତାହେଲେ ରାତି ପାଇଁ ସକାଳ ହେଲେ ତାହେଲେ ରାତି ପାହି ସକାଳ ହେଲେ ତୋ ବାପା ମାଙ୍କ ଜଳନ୍ତା ଜୁଇ ଦେଖିବୁ। ତୋ ବାପ ମାଙ୍କର ଜଳନ୍ତା ଜୁଇ ଦେଖିବୁ। ତୁଳସୀ ଏ ତୁଳସୀ ଆସ ଯିବା ଆସ। ଆରେ ଆରେ ଆସ 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 ଯିବା ଆସ ଆସ ଯିବା ଆସ। ଆଜି ପୁଅ ଆରେ ଆସ ଯିବା ଆସ। ଆରେ ଆସ ଆସ ଯିବା ଆସ ଆସ। ବାପା ବାପା କଥା ଟିକେ ଶୁଣ। କଥା ଟିକେ ଶୁଣ। ମୋ ଦିଦି ଘରୁ ଚାଲିଗଲେ ମୋ ଦିଦି ଘରୁ ଚାଲିଗଲେ ମୁଁ ବଞ୍ଚି ପାରିବି ମୋ ଦିଦିକି ଛାଡ଼ି ମୁଁ ବଞ୍ଚି ପାରିବି ନାଇଁ ଦିଦି। ନାଇଁ ଦିଦି ତୁ ଏ ଘର ଛାଡ଼ି କୁଆଡ଼େ ଯିବୁ? ତୁ ଏ ଘର ଛାଡ଼ି କୁଆଡ଼େ ଯିବୁ? ତୁ ମୋରି ପାଖରେ ରହିବୁ। ମୋରି ପାଖରେ ରହିବୁ। ତୁ କଣ ଜାଣିନୁ ଏ ଦିଦି ତୁ ତ ଜାଣିବୁ ରାଜ୍ୟ ବିଶ୍ୱାସଟା ବନ୍ଦ ହେଇଯିବ। ସବୁ କଥା କହ। ତୁ ସବୁ କଥା ଘର କହ। ଚାଲିବା ତ ଜମା କହନା। ହେଲେ ଘରୁ ଛାଡ଼ି ଚାଲିଯିବା କିନ୍ତୁ ତୁ ଜମା କହ। ତୁ ତ ହାତ ଧର। ତୁ ଚାଲିବା ଜମା କହନା। ତୁ ମୋତେ ଚାଲିଯିବା କଥା ଜମା କହ। ପାଗଳା ଜମା କହନି ଯେମିତି କଥା। ପ୍ରଭୁ ରାମଚନ୍ଦ୍ର 14 ବର୍ଷ ନିର୍ବାସନ ଶୁଣିଥିଲେ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ନିର୍ବାସନ ଦଣ୍ଡ ଶୁଣି ସାରିବା ପରେ ପ୍ରଜାମାନେ କେତେ ନେହୁରା ହେଇଥିଲେ। ଅଯୋଧ୍ୟାର ପ୍ରଜାମାନେ କେତେ ନେହୁରା ହେଇଥିଲେ, କେତେ ହାତ ଯୋଡ଼ି ନେହୁରା ହେଇଥିଲେ। ପ୍ରଭୁ ରାମଚନ୍ଦ୍ର ହେଲେ ପ୍ରଭୁ ରାମଚନ୍ଦ୍ର ଗୋଟିଏ କଥା କହିଥିଲେ, ସେଇ ଗୋଟିଏ କଥା କହିଥିଲେ, ପିତୃ ସତ୍ୟକୁ ଅବମାନନା କଲେ ଅହିନରକ ବାସ ହବ। ପିତୃ ସତ୍ୟକୁ ଅବମାନନା କଲେ ଅହିନରକ ବାସ ହବ। ସେଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର କହିଥିଲେ, ସେଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ନିଜ ପିତୃ ସତ୍ୟ ପାଳନ କରି ସେଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିବାକୁ ଯାଇ 14 ବର୍ଷ ବନବାସ କରିଥିଲେ। ସେମିତି ମୁଁ ଆପଣଙ୍କ ସତ୍ୟକୁ ଅବମାନନା କଲେ ମୋ ବାପାଙ୍କୁ ସତ୍ୟକୁ ଅବମାନନା କଲେ ଅହିନରକରେ ପଡ଼ିବିନି। ଅହିନରକରେ ପଡ଼ିବି। ମୁଁ ଯାଉଛି ରାଜୁ। ରାତି ପାହିବା ଆଗରୁ ରାତି କହିବା ମୁଁ ଏ ଘର ଛାଡ଼ି ଚାଲି ଯାଉଛି। ମୁଁ ଏଇ ଘର ଛାଡ଼ି ଚାଲି ଯାଉଛି।
ନାଇଁ ନାଇଁ ମୁଁ ତୋତେ ଜୀବନ ଦେବି ମୁଁ ତୋତେ ଯିବାକୁ ଦେବି। ତୁ ଏଇ ଘରେ ରହିବୁ ତୁ ଏଇ ଘରେ ରହିବୁ। ତୁ କଣ ଭାବିଛୁ